ଶୃଙ୍ଖଳିତ ଜୀବନଶୈଳୀ, ଏକତାତ୍ମକ ଚିନ୍ତନ, ଶିକ୍ଷା ପ୍ରତି ଆଗ୍ରହ, ଗୁରୁଙ୍କ ଆଦର୍ଶରେ ନିଜକୁ ମାର୍ଗୀ କରି ଶିକ୍ଷା ଗ୍ରହଣ ଦ୍ୱାରା ଶିକ୍ଷାର୍ଥୀ ସୁଶିକ୍ଷିତ ହୋଇଥାଏ। ଏହିସବୁ ଶୃଙ୍ଖଳିତ ଶିକ୍ଷା ଜୀବନ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅନ୍ଧପସରା ରୋଡ଼ ସ୍ଥିତ ସୃଷ୍ଟି ବିଜ୍ଞାନ ବିଦ୍ୟାଳୟରେ। ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ। ଆଇନଜୀବୀ ରାଜେଶ ମୋହନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର୍ଥୀଙ୍କ ଉଚ୍ଚ ଭବିଷ୍ୟତ ଗଠନ ନିମନ୍ତେ ଛାତ୍ରଛାତ୍ରୀ ନିଜକୁ କିପରି ଗଢ଼ିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଶ୍ରୀଯୁକ୍ତ ଅନୁପ କୁମାର ପାଢ଼ୀ ମୁଖ୍ୟ ନିର୍ଦ୍ଦେଶକ ରୂପେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାଦାୟୀ ଉପଦେଶ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଶ୍ରୀ କେଦାରନାଥ ମିଶ୍ର ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ନିୟମ ଓ ଶୃଙ୍ଖଳା ଉପରେ ଅବଗତ କରାଇଥିଲେ। ଇପ୍ସିତା ସୁଖଦେବ, ଜୟଶ୍ରୀ ଗୌଡ଼ ଉଭୟ ଖୁବ୍ ସୁନ୍ଦର ମଞ୍ଚ ଉପସ୍ଥାପନା କରି ସମସ୍ତ ଦର୍ଶକଙ୍କୁ ଭସା ଚତୁରୀରେ ବାନ୍ଧି ରଖିଥିଲେ। ସାନ୍ଧ୍ୟକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଭାଗ ନେଇ ପରିବେଶକୁ ଅତ୍ୟନ୍ତ ରୋମାଞ୍ଚକାରୀ ସୃଷ୍ଟି କରିଥିଲେ। ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ପଥ ପ୍ରଦର୍ଶକ, ତେଣୁ ସେମାନେ ଶୃଙ୍ଖଳା ରଖିଲେ ନବାଗତମାନେ ନିଶ୍ଚୟ ସେହି ପଥକୁ ଅନୁସରଣ କରିବେ ବୋଲି କହିଥିଲେ। ଯୁକ୍ତ 2 ବୋର୍ଡ଼ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା। ତା ସହ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ଉତ୍ସବରେ ଅଧ୍ୟାପକ ସନ୍ତୋଷ ମହାନ୍ତି, ଅଶୋକ କୁମାର ସାହୁ, ରଞ୍ଜିତ କୁମାର ଦାସ, ମିହିର କୁମାର ପଟ୍ଟନାୟକ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଉତ୍ସବଟି ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ସଫଳ ରୂପାୟନ ହୋଇପାରିଛି। ପରିଶେଷରେ ଅଧ୍ୟାପକ ଉଦୟନାଥ ଗୌଡ଼ ଏବଂ ରାମକୃଷ୍ଣ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ୟୁରୋ ରିପୋର୍ଟ, ଆଞ୍ଚଳିକ ବାର୍ତ୍ତା। ମୋ ନାଁ ହେଉଛି କେଦାରନାଥ ମିଶ୍ର, ଦାସ ରେସିଡେନ୍ସିଆଲ ହାୟର ସେକେଣ୍ଡାରୀ ସ୍କୁଲର ମୁଁ ପ୍ରିନ୍ସିପାଲ ଅଛି। ଏଇଟା ଗୋଟେ ରୀତିମତ ଗୋଟେ ପରମ୍ପରା ଚାଲିଛି। ସେକେଣ୍ଡ ଇୟର ପିଲାମାନେ ଯେଉଁ ଫାର୍ଷ୍ଟ ଇୟର ପିଲାମାନେ ଯେଉଁ ୱେଲକମ୍ କରୁଛନ୍ତି, ୱେଲକମ୍ କରିବାର ମିନିଂ ହେଲା ନା ସେକେଣ୍ଡ ଇୟର ପିଲାମାନେ ଜଣାଇବାକୁ ଚାହୁଁଛନ୍ତି ଯେ ଏଇ କଲେଜର ନିୟମ କ'ଣ ଅଛି, ସେଇ ନିୟମକୁ ଦେଖିକିରି ଆମେ ଚାଲିବାର ଅଛି। ଯେହେତୁ ଫାର୍ଷ୍ଟ ଇୟର ପିଲାମାନେ ସେମାନେ ପ୍ରଥମ କରି ଘର ଛାଡ଼ିକିରି ସେମାନେ କଲେଜ ଆସୁଛନ୍ତି, ବାପା ମାଆଙ୍କୁ ସେମାନେ ଝୁରୁଛନ୍ତି, ତ ସେ ଜିନିଷଟା ଗୋଟେ କିଛିଟା ମାତ୍ରାରେ ସେମାନେ ଟିକେ ରେଡ୍ୟୁସ୍ କରିବା ପାଇଁ ବୋଲିକିରି ଆମର ଏ ଫଙ୍କସନ୍ଟା ଆମର ରୀତିମତ କରାହେଉଛି। ଛାତ୍ରଛାତ୍ରୀମାନଙ୍କ ବାର୍ତ୍ତା ଏ ରହିବ ଯେ ନା ପିଲାମାନେ ଯେଉଁ ଆଶା ନେଇକରି ଆସୁଛନ୍ତି, ବାପା ମାଆ ମାନେ ଯେଉଁ ଆକାଂକ୍ଷା ନେଇକରି ସେମାନେ ନେଇକରି ଗୋଟେ କଲେଜରେ ନେଇକରି ଆଡ଼ମିସନ୍ କରୁଛନ୍ତି, ତାଙ୍କର ଗୋଟେ ଆଶା ଥାଉଛି, ସେ ଆଶାଟା କେମିତି ସେଇଟା ପୂରଣ ହେବ, ପିଲାମାନେ କେମିତି ଏଠୁ ଭଲ କରିକି ଯିବେ। ଯେମିତିକି ଡାଇରେକ୍ଟର ସାର୍ ବି କହିଲେ ଯେଉଁ 9ଟା ପିଲା ଯେଉଁ 90% ଆସୁଛନ୍ତି ସେଇଟା କିନା ଆଉ ଟିକେ ବଢ଼ିବ। ଆଉ ଏଠି ଆଉ ଗୋଟେ ଆମର ସୁବିଧା ଦିଆହେଉଛି, ଯେଉଁ ପିଲାମାନେ ଆମର ଏଠି ଏଣ୍ଟ୍ରାନ୍ସର ସୁବିଧା ବି ରହିଛି। ଯେଉଁ ପିଲାମାନେ ଇଚ୍ଛୁକ ଅଛନ୍ତି, ସେ ଜେଇ ମେନ୍ ହେଉ କି IIT ହେଉ କି OUT ହେଉ କି NEET ହେଉ, ଯେକୌଣସି ଏଣ୍ଟ୍ରାନ୍ସ ଅଛି ଏଠି ଆମର +2 ପାଠପଢ଼ା ସହିତ ଏଣ୍ଟ୍ରାନ୍ସ ବି ପ୍ରିପେୟାର କରାଯାଉଛି। ତା ସହିତ ଯେଉଁ ପିଲାମାନେ ବି ଇଚ୍ଛୁକ ହୋଇପାରିବେ 1 ଇୟର ଡ୍ରପ୍ ନେଇକରି ମଧ୍ୟ 1 ଇୟର ବି କୋଚିଂ ନିଆହେଉଛି। ତା ମଧ୍ୟ ବହୁତ କମ୍ ଖର୍ଚ୍ଚରେ ପିଲାମାନଙ୍କୁ ସେ ସୁବିଧା ବି ଦିଆହେଉଛି। ମୁଁ ଡାଇରେକ୍ଟର ଅନୁପ କୁମାର ପାଢ଼ୀ, ସୃଷ୍ଟି ହାୟର ସେକେଣ୍ଡାରୀ ସ୍କୁଲ, ଅନ୍ଧପସରା ରୋଡ଼, ବ୍ରହ୍ମପୁର। ପ୍ରତିବର୍ଷ ଭଳି ଆମର ଏ ବର୍ଷ ବି ଆମର ଫ୍ରେଶର ପିଲା ଆସୁଛନ୍ତି। ନିୟମ ଅନୁସାରେ ତ ନୁହଁ, କିନ୍ତୁ ସେମାନେ ଯେହେତୁ କି ବଡ଼ ଭାଇମାନେ ଅଛନ୍ତି ସେକେଣ୍ଡ ଇୟର ପିଲା ଗୁଡ଼ାକ, ସେମାନେ ଚାହୁଁଛନ୍ତି ଆମେ ଫାର୍ଷ୍ଟ ଇୟର ପିଲାଙ୍କୁ ଆମେ ସ୍ୱାଗତ କରିକି ଆମେ ତାଙ୍କୁ ସେମାନଙ୍କ ସହିତ ମିଶିବା ପାଇଁ। ସେମାନେ କ'ଣ ତ ଜାଣିନଥାଉଛନ୍ତି, ଏମାନେ ଯେଉଁ ତାଙ୍କର ଆଦାନ ପ୍ରଦାନଟା ତାଙ୍କର ସୁଖ ଦୁଃଖରେ ଭାଗୀ ହେବା ପାଇଁ ସେମାନେ ତାଙ୍କୁ ୱେଲକମ୍ କରୁଛନ୍ତି, ସ୍ୱାଗତ କରୁଛନ୍ତି, ସେମାନଙ୍କ ସହିତ ଜଡ଼ିତ ହେଉଛନ୍ତି। ତୁମେ ତାଙ୍କୁ ଭ୍ୟାଲୁଏବଲ୍ ଜିନିଷ ଗୁଡ଼ା ବି ସେମାନଙ୍କୁ କହୁଛନ୍ତି ଯେ ଏ କଲେଜରେ ଏଇଆ ହେଉଛି, ଏ ଟିଚର ଏ ଟିଚର ଏଇଆ ପଢ଼ୁଛନ୍ତି, ଏ ଟିଚର ବହୁତ ଭଲ ଟିଚର, ଏମାନଙ୍କ କଥା ଶୁଣିକି ମାନିବ କରିବ ବୋଲେ ଆଗକୁ ଆମର 2026ରେ ଯେଉଁ ଟାଇପ୍ ରେଜଲ୍ଟ ହେଇଛି, ଦେଖନ୍ତୁ 2026ରେ ଯେଉଁ ରେଜଲ୍ଟ ହେଇଛି ଆପଣ ମାନେ ଗୋଟେ ଅବିଶ୍ୱସନୀୟ ରେଜଲ୍ଟ, ଯେଉଁଟାକି 9th ଆମର 10thରେ ପିଲା 90% ରଖି କେଉଁ ପିଲା ବି ଜଏନ୍ କରିନାହାନ୍ତି, କିନ୍ତୁ ଆମର 9ଟା ପିଲା 90% ସ୍କୋର କରିଛନ୍ତି। ସେଇଟା ଗୋଟେ ଆମର ଅନୁଷ୍ଠାନ ପାଇଁ ଗୋଟେ ବହୁତ ବଡ଼ ଆଚିଭମେଣ୍ଟ ଆମେ ମାନିବୁ। କାହିଁକି ଏ ବର୍ଷ ଗୋଟିଏ ବି ନାହିଁ, 2ଟା ବି ନାହିଁ, 3ଟା ନୁହେଁ, 9ଟା ପିଲା ଆମର 90% ସ୍କୋର କରିଛନ୍ତି। ସେଇଟା ଆମକୁ ଏ ଅନୁଷ୍ଠାନ ପାଇଁ ଆମର ଗୋଟେ ଗର୍ବ। ଆମେ ଭାବୁଛୁ, ଭଗବାନ ପ୍ରାର୍ଥନା କରୁଛୁ ଆଗକୁ ଏଇଟା କେମିତି ଏଇ ସିଷ୍ଟମ୍ଟା ବଜାୟ ରଖନ୍ତୁ। ସେଇଥିପାଇଁ ସେକେଣ୍ଡ ଇୟର ପିଲାମାନେ ଫାର୍ଷ୍ଟ ଇୟର ପିଲାଙ୍କୁ ସେମାନେ କହୁଛନ୍ତି ଯେ ତୁମେ ଯାହା ବି କର ଭଲ ସ୍କୋର କର,
ଭଲ ନାଁ ରଖିକି ଯାଅ। ସେଇ ଯେଉଁ ଜିନିଷ ଆଜି ଯେଉଁ ହେଉଛି ସେଥିପାଇଁ ହେଉଛି, ପ୍ଲସ୍ ସେମାନଙ୍କ ଭିତରେ ଯେଉଁ ଗ୍ୟାପ୍ ରହିଯାଉଛି, ଯେଉଁ ଏତିକି ଦିନ ଭିତରେ ନୂଆ ପିଲା ଆସୁଛନ୍ତି, ସେ ଗ୍ୟାପ୍ଟାକୁ ସେମାନଙ୍କୁ ସଙ୍କୁଚିତ କରିଦେବେ, ଆଉ ଦୂର ରହିବନି।